ଚାଷ ଯଦି ପ୍ଲଟ୍ କରିବ ତାହେଲେ ଆମେ ଖାଇବା କ'ଣ? আর দিন থিবা আমি টঙ্কা খাওয়া ব্লগ করে যে কি পখরা ভাতকু আইଁଷ ପୋଡ଼ା ପଖରା ଭାତକୁ ଶାଗ ପଖରା ଭାତକୁ ଆପଣମାନେ ଦେଖିଥିବେ। ଛୋଟ ପାଦରୁ ବଡ଼ ପାଦଟିଏ ଦେଲି ଆଉ ଓଡ଼ିଆ ପାଇକ ନାଁରେ ସମସ୍ତଙ୍କୁ ଚର୍ଚ୍ଚିତ। ସମସ୍ତଙ୍କୁ ନମସ୍କାର, ମୁଁ ହେଉଛି ଖୋର୍ଦ୍ଧାରୁ ରିତେଶ କୁମାର ସାହୁ। ଆକ୍ଚୁଆଲି କହିବାକୁ ଗଲେ ପାଇକ ଶବ୍ଦର ଲୋକମାନେ ଏବେ ବି ସୁଦ୍ଧା ଜାଣିନାହାନ୍ତି, କିନ୍ତୁ ଯେଉଁ ପାଇକ ଆମ ଦେଶ ପାଇଁ ସ୍ୱାଧୀନ ଆଣିଥିଲେ, ଯେଉଁ ପାଇକ ଆମ ଦେଶକୁ ଇଂରେଜ ମାନେ ହଟେଇ ଦେଇଥିଲେ ଇଂରେଜମାନଙ୍କୁ, ଆଜିକା ଯୁଗରେ ଜମାନାରେ ପିଲାମାନେ ଜାଣିନାହାନ୍ତି ପାଇକର ଅର୍ଥ କ'ଣ। ଯେତେବେଳେ ମୁଁ ପାଇକ ଷ୍ଟାର୍ଟ କଲି ପିଲାଦିନୁ ମୁଁ ବି ଭାବିନଥିଲି ମୁଁ ଜଣେ ଓଡ଼ିଆ ପାଇକ ପୁଅ, ମୁଁ ଏତେ ନାଁ କରିବି। କିନ୍ତୁ ସମସ୍ତଙ୍କୁ ଧନ୍ୟବାଦ ଯେ ଆମ ଗାଁର ସମସ୍ତ ବୃନ୍ଦକୁ ଧନ୍ୟବାଦ, ମୋ ଗୁରୁଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ଧନ୍ୟବାଦ ଯାହା ହଉ ଆଜି ଛୋଟ ପାଦରୁ ବଡ଼ ପାଦଟିଏ ଦେଲି ଆଉ ଓଡ଼ିଆ ପାଇକ ନାଁରେ ସମସ୍ତଙ୍କୁ ଚର୍ଚ୍ଚିତ। ଆଉ ଓଡ଼ିଆ ପାଇକ ହିଁ ଆମ ଦେଶର ସବୁଠୁ ସର୍ବଶ୍ରେଷ୍ଠ ନାମ। କାହିଁକିନା ଓଡ଼ିଆ ପାଇକ ଦ୍ୱାରା ଆମେ ବିଭିନ୍ନ ଜିନିଷ ଶାରୀରିକ ଶିକ୍ଷା ଶିଖିଥାଉ, କିଛି ବାଡ଼ି ବୁଲାଠୁ ଧରିକି ବିଭିନ୍ନ ପ୍ରକାର କଳା ବି ଶିଖିଥାଉ। ତା ବ୍ୟତୀତ କହିବାକୁ ଗଲେ ଓଡ଼ିଆ ପାଇକ ଯେଉଁ ନାଁଟା ଏଇଟା ସମସ୍ତଙ୍କ ପାଖେ ରହିଥାଉ। ଯେତେବେଳେ ସୋସିଆଲ ମିଡ଼ିଆରେ ଆପଣ ଦେଖୁଛନ୍ତି ଯେଉଁ ମୁଁ ବାପା ମାଆଙ୍କ ସାଙ୍ଗେ ଭିଡ଼ିଓ ବନାଉଛି ଫାଷ୍ଟରେ, ତାପରେ ଯେଉଁ ପାଇକ ଭିଡ଼ିଓ ବନାଉଛି, ତାପରେ ମୁଁ ସେଇ ଚାଷୀ ଭିଡ଼ିଓ ବନାଉଛି। ଫାଷ୍ଟ ତ କହିବି ଯେତେବେଳେ ପାଇକ ଯେତେବେଳେ ମୁଁ ଶିଖିଲି ଅଷ୍ଟମ କ୍ଲାସ୍ରୁ ଶିଖିଥିଲି। ଅଷ୍ଟମ କ୍ଲାସ୍ରୁ ଯେତେବେଳେ ମୁଁ ପାଇକ ଶିଖିଥିଲି ଯିଏକି ଗୁରୁ ଦୀନବନ୍ଧୁ ବିଶ୍ୱାଳ ଥିଲେ, ସେ ଏବେ ଚାଲି ଯାଇଛନ୍ତି। ତାଙ୍କ ପାଖରୁ ଯେଉଁ ଶିକ୍ଷାଟା ମୁଁ ଶିଖିଥିଲି ଆଜି ସମଗ୍ର ଓଡ଼ିଶା ନୁହଁ ଭାରତ ବର୍ଷରେ ତା ବିଖ୍ୟାତ ଲାଭ କରୁଛି। ଫାଷ୍ଟ ମୋର ଶୋ ଥିଲା ଦିଲ୍ଲୀରେ, ଆମର ପ୍ୟାରେଡ୍ ଭବନ ଯେଉଁ ଜାନୁଆରୀ 26 ଯେଉଁ ପ୍ୟାରେଡ୍ ହୁଏ ଓଡ଼ିଶା ତରଫରୁ ଷ୍ଟେଚରରେ ଯେ ବାଡ଼ି ବୁଲେଇ ବୁଲେଇ ମୁଁ ଯାଇଥିଲି, ବହୁତ ଖୁସି ଲାଗିଥିଲା। ଆମ ଟିମ୍ ଯାଇଥିଲା, ତା ସାଙ୍ଗକୁ ସୋନିରେ ଏଣ୍ଟରଟେନମେଣ୍ଟ କଲେ କୁଛ ବି କରେଗା, ସେଥିରେ ବି ଫାଇନାଲ୍ ଯାଇଥିଲି। ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ସେମିଫାଇନାଲ୍ ଯାଇଥିଲି। ଜି ଟିଭିରେ ମଧ୍ୟ ଯାଇଥିଲି। ଆଉ କେରଳରେ ଗୋଟେ ଉଗ୍ରମ ଉଜ୍ଜଲମ ସିଜନ୍ 2 ଏପିସୋଡ଼ 11ରେ ମୁଁ ଫାଇନାଲ୍ ଯାଇଥିଲି। ଆଉ ସେଠି ବି ଜଜ୍ଙ୍କ ଆକର୍ଷିତ ହେଇଥିଲା ଆଉ ବହୁତ ଖୁସି ବି ଲାଗିଥିଲା ଏତେ ଆକ୍ଟରଙ୍କ ପାଖେ ବସିକି ଆସିବା। କିନ୍ତୁ ତା ବାଦେ ଆସିକି ବି ଚାଷ କାମ ମୁଁ କରେ, ଯେଉଁ ଚାଷ କାମ ବିଲରେ କରେ, ତା ସାଙ୍ଗେ କିଛି ବ୍ଲଗ୍ କରେ ଯେ କି ପଖରା ଭାତକୁ ଆଇଁଷ ପୋଡ଼ା ପଖରା ଭାତକୁ ଶାଗ ପଖରା ଭାତକୁ ଆପଣମାନେ ଦେଖିଥିବେ। ବିଭିନ୍ନ ପ୍ରକାର ଚାଷ କାମରେ ମୁଁ ବ୍ଲଗ୍ କରିକି ଦେଖେଇଲି। କାହିଁକି ନା ଚାଷ କାମ ଲୋକମାନଙ୍କର ଭୁଲିଗଲେଣି। ଯେଉଁ ଚାଷ କାମ ଆଜି ସମଗ୍ର ଓଡ଼ିଶାରେ ପ୍ରାଧାନ୍ୟ ହେଇକି ଥିଲା, ଆଜି ସେ ଚାଷ କାମ ଦେଖିବାକୁ ମିଳୁନି। ଆପଣ ନିଜେ ଯେତେବେଳେ ଆସିଥିବେ ରାସ୍ତାରେ ଆପଣମାନେ ଦେଖିଥିବେ ଯେ ଚାଷ କାମରେ ଏବେ ପ୍ଲଟ୍ କରିବାକୁ ଲୋକ ଡାକିଲେ, ଆଉ ଚାଷ କାମରେ ଲୋକ ପ୍ଲଟ୍ କରିବାକୁ ଲାଗିଲେ। ଆରେ ଚାଷ ଯଦି ପ୍ଲଟ୍ କରିବ ତାହେଲେ ଆମେ ଖାଇବା କ'ଣ? ଆରେ ଦିନ ଥିବା ଆମେ ଟଙ୍କା ଖାଉଥିବା, ଚାଉଳ ଦେଖିବାନି। ଆପଣମାନେ ନିଜେ ଚିନ୍ତା କରନ୍ତୁ, ଚୀନର ଗୋଟେ ରାଜ୍ୟ ଅଛି ଏବେକା ଯୁଗରେ ଆପଣ ନ୍ୟୁଜ୍ରେ ଦେଖିଥିବେ ଯେ ଏତେ ଚାଉଳ ହିଁ ମିଳିଲାନି, ଖାଲି ପଇସା ଧରିଲେ, ଲାଷ୍ଟକୁ ପଇସାକୁ ନେଇକି ପାଣିରେ ବତୁରିକି ଖାଇଲେ। ତାହେଲେ ମୁଁ ଗୋଟେ ଜିନିଷ କହିବା ଦରକାର, ଯଦି ଆମେ ସମସ୍ତେ କହିବା ଯେ ଆମେ ବଡ଼ ଲୋକ ହେଇଯିବା, ସମସ୍ତେ କଲେକ୍ଟର ହେଇଯିବା, ସମସ୍ତେ ଆମେ ପ୍ରଧାନମନ୍ତ୍ରୀ ହେଇଯିବା, ତାହେଲେ ଚାଷ କାମ କରିବ କିଏ? ଆମେ ଖାଇବା କ'ଣ? ସେ ମୋଟିଭେସନ୍ଟା ଲୋକମାନଙ୍କ ପାଖେ 90% ଦୂରେଇଲେ। କାହିଁକିନା ଆମେ ଯଦି ଜାଗା ଆଣିଛେ, ଜାଗା ବିକିଦେବା, ପଇସା ଧରି ପକେଇବା, ଆଉ ଚାଷ କାମ କରିବ କିଏ? ଆରେ ଜାଗା ତ ବିକିଲ, ପଇସା ତ ଆଇଲ, ଆଉ ସେ ପଇସାରେ ତ ଚାଉଳ ଖାଇବା। କିନ୍ତୁ ସେଇ ଲୋକମାନଙ୍କ ମୋଟିଭେସନ୍ ବଦଳାଇବାକୁ ଯାଇ ଆଜି ଚାଷ କାମର କିଛି ବିଭିନ୍ନ ମହତ୍ଵ ଦେଖାଉଛି। ତାପରେ ହେଉଛି ମୋ ସବୁଠୁ ଶ୍ରେଷ୍ଠ ହେଉଛି ବାପା ମାଆ। ବାପା ମାଆ ତ ଦୁନିଆରେ କିଛି ନାହିଁ। କାହିଁକିନା ଆପଣମାନେ ଜାଣିଥିବେ ମୋ ବାପା ଜଣେ ହ୍ୟାଣ୍ଡିକ୍ରାଫ୍ଟ ଲୋକ ଥିଲେ, ଏବେ ଚାଲି ଯାଇଛନ୍ତି, କ୍ୟାନ୍ସର ରୋଗ ହେଇଥିଲା, ଏବେ ଚାଲିଯାଇଛନ୍ତି। କିନ୍ତୁ ମୁଁ ଚାହେଁ ସଦାବେଳେ ଗ୍ୟାଲେରୀରେ ବାପା ମାଆଙ୍କୁ ଛଡ଼ା ଆଉ ଦୁନିଆରେ କେହି ବି ନୁହେଁ। କାହିଁକିନା ବାପାଙ୍କୁ ଧରିକି ଯେଉଁ ହସରେ ମୁଁ ଭିଡ଼ିଓ ବନାଏ ନା, ସେ ଭିଡ଼ିଓ ତ ଦେଖିଦେଲେ ମୋର କ'ଣ ହେଇଯାଉଛି, କିନ୍ତୁ ତା'ର ଯେଉଁ ଅନୁଭୂତିଟା ଏବେ ବି ସୁଦ୍ଧା ମୁଁ ଗ୍ୟାଲେରୀ ଖୋଲୁ ଖୋଲୁ ମୋ ବାପାଙ୍କ ଭିଡ଼ିଓ ହିଁ ପାଉଛି। ଆକ୍ଚୁଆଲି ଯେତେବେଳେ ମୁଁ ସେ ବାପାଙ୍କ ସହିତ ଆଗରୁ ତ ମୁଁ ଟିକଟକ୍ ଟାଇମ୍ରୁ ଭିଡ଼ିଓ ବନାଏ, ଗୋଟାଏ ଭିଡ଼ିଓ ଥିଲା ମା ପରି କି ହବର ଗୀତ। ବାପାଙ୍କୁ ଯେତେବେଳେ ମୁଁ ଆଙ୍ଗୁଠି ଧରିକି ଯେତେବେଳେ ମୁଁ ଗୀତଟେ ବୋଲିକି ବାପାଙ୍କ ସହିତ ଆକ୍ଟିଂ କରୁଥିଲି, ମୁଁ ଭାବେନି ଯେ କେତେ ଲାଇକ୍ ଆସିବ, କେତେ କମେଣ୍ଟ ଆସିବ, ମୁଁ କେବେ ଭାବେନି। ମୁଁ ଜମା ଦେଖିନି କେତେ ଲାଇକ୍ ଆସିବ, କିନ୍ତୁ ଏଇଟା ମୁଁ ଭାବେ ଯେଉଁ 15 ସେକେଣ୍ଡ 30 ସେକେଣ୍ଡ ମୁଁ ଭିଡ଼ିଓ ବନାଏ, ଯେଉଁ ବାପା ଟିକେ ହସ ନା, ସେତିକି ମୋ ପାଇଁ ଥିଲା ପୃଥିବୀର ସବୁଠୁ ବଡ଼ ହସ ଥିଲା। କାହିଁକି ମୁଁ କେତେ ଲାଇକ୍ ତ ଆଜି 4ଟା ହେଇଛି, କାଲି 5ଟା ହେବ, ଆଜି 6ଟା ହେଇଛି, କାଲି 7ଟା ହେବ, କିନ୍ତୁ ସେ 15 ସେକେଣ୍ଡର ଯେଉଁ ହସଟା ବହୁତ ଖୁସି ଲାଗିଲା। ଆଉ ସେ ଭିଡ଼ିଓରେ ସମସ୍ତଙ୍କ ଭଲ ପାଇବା, ଓଡ଼ିଶାବାସୀଙ୍କର ଭଲ ପାଇବା ଆଉ ବାପା ମାଆଙ୍କ ଭଲ ପାଇବା 60 ମିଲିୟନ କ୍ରସ୍ ହେଇଛି। ଆଉ ଏଇ ଭିଡ଼ିଓ ହାଇଦ୍ରାବାଦ ନ୍ୟୁଜ୍ରେ ବି ବାହାରିଥିଲା। ହାଇଦ୍ରାବାଦର ଗୋଟେ ଆପଣ ଦେଖିଥିବେ ଫୁଡ୍ସ ଚ୍ୟାନେଲ୍, ଉଡ୍ସ ଫୁଡ୍ସ ଚ୍ୟାନେଲ୍,
से 2 मिलियन सब्सक्राइबर 3 मिलियन पाखापाखि से मो भिडियोटा को से मैंने टेलीविजन माध्यम देखते आउ केरल माने तांकर जो शो होता हैदराबाद शो होता से शोरे मो भिडियोटा ही चलता मत भिडियो कॉलिंग करके देखी बहुत मजा लगी आती आशा समस्त कहि जी कि जी समय आम बाहर समय दौचे बाहर काटुचे से समय घर स्पेंड करूँ आ बापा माँ सहित साथी रुहतु बहुत मजा आस खुशी आस दुनिया कौटी भी खुशी ना।